ମୋ ପ୍ରିୟମାନେ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ସମସ୍ତଙ୍କୁ ନମସ୍କାର। ପରମେଶ୍ୱର ଆମମାନଙ୍କୁ ବିଶେଷ ଅନୁଗ୍ରହ କରି ନୂତନ ପ୍ରଭାତ ଦେଖାଇଛନ୍ତି। ଏଣୁ ପରମେଶ୍ୱରଙ୍କ ଅତୁଳନୀୟ ପ୍ରେମ ସକାଶୁ ତାହାଙ୍କର ମୁଁ ଗୌରବ ପ୍ରଶଂସା କରୁଛି। ଆପଣମାନେ ମଧ୍ୟ ପ୍ରତିଦିନ ସକାଳ ସମୟରେ ପରମେଶ୍ୱରଙ୍କ ଅନୁଗ୍ରହ ଆଶୀର୍ବାଦ ପାଇଁ, ତାହାଙ୍କ ଅତୁଳନୀୟ ପ୍ରେମ ପାଇଁ ମାଙ୍କ ପରି ତାଙ୍କର ଯେଉଁ ପ୍ରେମ ରହିଅଛି ସେଥିପାଇଁ ଆପଣମାନେ ଧନ୍ୟବାଦ ପ୍ରଶଂସା କରୁଥାନ୍ତୁ। ଆଜି ଈଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ଆସନ୍ତୁ ଦେଖିବା, ତାହା ଲେଖା ହୋଇଅଛି। ଈଶ୍ୱରଙ୍କ ବାକ୍ୟ ପବିତ୍ର ଶାସ୍ତ୍ରର ପ୍ରଥମ ଭିତର 2 ଅଧ୍ୟାୟର 3 ପଦରେ, ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତୋ ଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ତୁମ୍ଭେମାନେ ପାଇପାର। ପ୍ରଭୁଙ୍କ ଲୋକମାନେ ପରିତ୍ରାଣରେ ଆମ୍ଭମାନଙ୍କୁ ଯେ ବୃଦ୍ଧି ପାଇବାର ନିତାନ୍ତ ଆବଶ୍ୟକ ରହିଅଛି, ଏହା ଆମ୍ଭେମାନେ ସମୟ ଥାଉ ଥାଉ ଭଲ ଭାବରେ ବୁଝିବା ବହୁତ ଜରୁରୀ ଅଟେ। ଯଦି ଆମ୍ଭେମାନେ ପରିତ୍ରାଣରେ ବଢ଼ିବାର ଅଛି, ତେବେ ପରିତ୍ରାଣରେ ବଢ଼ିବା ନିମନ୍ତେ ପରମେଶ୍ୱର ପ୍ରାବଧାନ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ସେ ବାଇବଲରେ ଦେଇଅଛନ୍ତି। ତାହା କ'ଣ ଅଟେ? ନବଜାତ ଶିଶୁ ତୁଲ୍ୟ ସେହି ଦୁଗ୍ଧକୁ ଆମ୍ଭେମାନେ ଇଚ୍ଛା କରିବା ଦରକାର, ସର୍ବଦା ପ୍ରତିଦିନ ପାନ କରିବା ପାଇଁ। ସେହି ଅମିଶ୍ରିତ ଦୁଗ୍ଧ କ'ଣ ଅଟେ? ନା ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ହିଁ ଅଟେ। ଏହି ବାକ୍ୟ ଅମିଶ୍ରିତ ଅଟେ, ଏହା ଦୁଗ୍ଧ ଅଟେ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଏହି ଦୁଗ୍ଧ ରୂପ ଈଶ୍ୱରଙ୍କ ଜୀବନ୍ତ ବାକ୍ୟକୁ ଆମ୍ଭେମାନେ ପ୍ରତିଦିନ ଯଦି ଆମ୍ଭେମାନେ ଅଧ୍ୟୟନ କରିବା, ପଢ଼ିବା, ତେବେ ନିଶ୍ଚୟ ଆମ୍ଭମାନଙ୍କର ଆତ୍ମିକ ଶରୀର ବୃଦ୍ଧି ପାଇବ। ତହିଁରେ ପରମେଶ୍ୱର ଯେଉଁ ଉଦ୍ଦେଶ୍ୟ ନେଇ ଆମ୍ଭମାନଙ୍କୁ ସେ ଏହି ଧରାପୃଷ୍ଠରେ ରଖିଛନ୍ତି, ତାହା ଆମ୍ଭମାନଙ୍କ ଠାରେ ସଫଳ ହେବାର ଆମ୍ଭେମାନେ ପୁଣି ପରମେଶ୍ୱର ମଧ୍ୟ ତାହା ଦେଖିପାରିବେ। ମାଙ୍କ ଦୁଗ୍ଧ ଯେପରି ଅମିଶ୍ରିତ ଅଟେ, ପୁଅ ଝିଅମାନଙ୍କ ନିମନ୍ତେ, ଶିଶୁମାନଙ୍କ ନିମନ୍ତେ ତାହା ବହୁତ ଲାଭଦାୟକ, ସେଥିରେ କୌଣସି କ୍ଷତି ନାହିଁ। ତଦ୍ରୂପ ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ଆମମାନଙ୍କ ଆତ୍ମିକ ଶରୀର ନିମନ୍ତେ ବହୁତ ମାତ୍ରାରେ ବା ପ୍ରକୃତ ଲାଭଦାୟକ ଖାଦ୍ୟ ଅଟେ ବୋଲି ଆମେମାନେ ସମୟ ଥାଉ ଥାଉ ବୁଝିବା ଦରକାର। ଯେହେତୁ ସେହି ଖାଦ୍ୟ ଦ୍ୱାରା ହିଁ ଆମ୍ଭମାନଙ୍କ ଆତ୍ମିକ ଜୀବନ ବହୁତ ମାତ୍ରାରେ ବଢ଼ିପାରିବ। ପୁଣି ପରିତ୍ରାଣରେ ବଢ଼ିବାକୁ ହେଲେ ଈଶ୍ୱରଙ୍କ ବାକ୍ୟ ହିଁ ଅଟେ ଯାହା ଆମମାନଙ୍କୁ ସାହାଯ୍ୟ କରିଥାଏ। ସେହି ବାକ୍ୟ ଯଦି ଆମେମାନେ ଭୋଜନ କରିବା, ତାହାକୁ ପାନ କରିବା, ତାହାକୁ ହୃଦୟ ମଧ୍ୟରେ ରଖିବା, ତେବେ ଆମମାନଙ୍କର ଆତ୍ମିକ ଅଗ୍ରଗତି, ଆତ୍ମିକ ଅଭିବୃଦ୍ଧି ନିଶ୍ଚୟ ହେବ ବୋଲି ମୁଁ ଆଶା କରୁଛି। ଯେହେତୁ ମୁଁ ଆଶା କରିବାର କଥା ନୁହଁ, ବାଇବଲ ଆମମାନଙ୍କୁ ତାହା କହୁଛି, ସ୍ପଷ୍ଟ ରୂପେ କହୁଛି, ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଦ୍ରବ୍ୟରେ ଆମେମାନେ ନବଜାତ ଶିଶୁ ତୁଲ୍ୟ ସେ ଅମିଶ୍ରିତ ଦୁଗ୍ଧ ଯାହାକି ଈଶ୍ୱରଙ୍କ ବାକ୍ୟ ଅଟେ, ତାହା ପାନ କରିବା ପାଇଁ ଇଚ୍ଛା କରିବା ଦରକାର। ପ୍ରଭୁଙ୍କ ଲୋକମାନେ, ଏହି ବାକ୍ୟ ଆମମାନଙ୍କ ଆତ୍ମିକ ଶରୀର ନିମନ୍ତେ ଅତ୍ୟଧିକ ମାତ୍ରାରେ ପ୍ରତିଦିନ ଜୀବନରେ ଦରକାର ରହିଛି, ଯଦ୍ୱାରା ଆମେମାନେ ବଢ଼ିପାରିବା। ଯଦି ଆପଣମାନେ ଏହାକୁ ପ୍ରତିଦିନ ଦୈନିକ ଭାବରେ ଅଧ୍ୟୟନ କରୁନାହାନ୍ତି, ପାଠ କରୁନାହାନ୍ତି, ତେବେ ଆପଣମାନେ ବଢ଼ିପାରିବେ ନାହିଁ। ଆଉ ବଢ଼ିପାରିବେ ନାହିଁ ଯଦି କେତେ ଦୁଃଖର କଥା। ପ୍ରଭୁଙ୍କ ଲୋକମାନେ, ଆପଣମାନେ ଯଦି ସମୟ ପାଇପାରୁନାହାନ୍ତି ଗୃହରେ ରହିବା ବେଳେ, ତେବେ ଆପଣ ଜର୍ଣ୍ଣି କରିବା ବେଳେ, ବସ୍ରେ ହଉ, ମୁଁ ଯେପରି ଜାହାଜରେ ଯିବା ସମୟରେ ବାଇବଲ ଗୋଟିଏ ଧରିଥାଏ, ଛୋଟିଆ ପୁସ୍ତକକୁ। ଆପଣଙ୍କୁ ବଡ଼ ବାଇବଲ ଧରିବା ପାଇଁ ମୁଁ କହୁନାହିଁ, ନୂତନ ନିୟମ ଯାହାକି ଛୋଟିଆ ଗୋଟିଏ କିତାବ ପୁସ୍ତକ ଅଟେ, ତାହାକୁ ଧରନ୍ତୁ। କିନ୍ତୁ ଦୁଃଖର କଥା, ଆଜିକାଲି ଅନେକ ପ୍ରଭୁଙ୍କ ସେବକମାନେ ମଧ୍ୟ, ଯେଉଁମାନେ କୁହାଉଛନ୍ତି ସେବକ ବୋଲି, ସେମାନେ ବାଇବଲକୁ ନ ଧରି ମୋବାଇଲରେ ବା ଟ୍ୟାବକୁ ସେମାନେ ଧରି କହୁଛନ୍ତି, ଆଜ୍ଞା ଏଠାରେ କ'ଣ ବାକ୍ୟ ନାହିଁ କି? ବାଇବଲ ନୁହଁ କି? ନାହିଁ ପ୍ରଭୁଙ୍କ ଲୋକମାନେ, ଆପଣମାନେ ସେମାନଙ୍କ ଦଳରେ ଆସନ୍ତୁ ନାହିଁ। ଛପା ଯାଇଥିବା ଈଶ୍ୱରଙ୍କ ପୁସ୍ତକ ବାଇବଲ ଆପଣଙ୍କ ସହିତ ପ୍ରତି ସମୟରେ ରହିବା ବହୁତ ଆବଶ୍ୟକ ଅଟେ। ଏଣୁ ବାଇବଲକୁ ଆପଣମାନେ ପଢ଼ନ୍ତୁ, ତାକୁ ହୃଦୟ ମଧ୍ୟରେ ରଖନ୍ତୁ, ତାକୁ ସଞ୍ଚୟ କରନ୍ତୁ। ତଦନୁସାରେ ଆପଣମାନେ ଜୀବନକୁ ଯଦି ଅତିବାହିତ କରିବେ, ଆପଣମାନେ ନିଶ୍ଚୟ
ବହୁତ ଲୋକଙ୍କ ଅପେକ୍ଷା ନିଜ ଜୀବନରେ ଆତ୍ମିକ ଭାବରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ସେ କିପରି ଆପଣଙ୍କୁ ପବିତ୍ର ହେବା ପାଇଁ, ଆଜ୍ଞାବହ ହେବା ପାଇଁ, ବିଶ୍ୱସ୍ତ ପୁଣି ନମ୍ର ହେବା ପାଇଁ ସାହାଯ୍ୟ କରୁଥିବ। ଏଣୁ ବାକ୍ୟ ଅନୁସାରେ ନିଜ ଜୀବନକୁ ସଜାଡ଼ନ୍ତୁ, ଈଶ୍ୱରଙ୍କ ଆଶୀର୍ବାଦ ପାଆନ୍ତୁ। ଆସନ୍ତୁ ଆମେମାନେ ସମର୍ପିତ ହେବା। ସ୍ୱର୍ଗୀୟ ପିତା, ଆମେମାନେ ଯେଉଁମାନେ ପ୍ରଭୁ ବାକ୍ୟ ଶୁଣୁଛୁ ସମସ୍ତଙ୍କୁ ସେଇ ତୃଷା, ସେଇ ଇଚ୍ଛା ତୁମେ ପ୍ରଦାନ କର ବୋଲି ପ୍ରାର୍ଥନା କରୁଛୁ। ଧନ୍ୟବାଦ, ପ୍ରାର୍ଥନା ଶୁଣିଛୁ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍ ଆମେନ୍।